Welcome to a lazy day in my life. Jai Jagannath everyone. Welcome to my another mini vlog. ଆଜି ହେଉଛି ଡେ 15 ଅଫ୍ 21 ଡେଜ୍ ଚ୍ୟାଲେଞ୍ଜ। ଉଠିକି ଫାର୍ଷ୍ଟ ପାସ୍ତା ବନେଇକି ଖାଇଦେଲି। ତ ଯେହେତୁ ଲାଷ୍ଟ ରାତି ତା ପୂର୍ବ ରାତି ବାହାଘର ଥିଲା ତ ନିଦ ପୁରା ହେଇନଥିଲା, ରାତି ଅନିଦ୍ରା ହେଇକି ବହୁତ ନିଦ ଲାଗୁଥିଲା। ମୁଁ କଲେଜ ବି ଯାଇପାରିଲିନି ତ ପାସ୍ତା ଖାଇକି ପୁଣି ଶୋଇପଡ଼ିଲି। ଶୋଇକି ପୁଣି ଉଠିଲି 3ଟା ବେଳେ। ପୁଣି 3ଟାରେ ଉଠିକି ଲଞ୍ଚ କଲା ପରେ ମୋ ଭାଇ ଆସିଥିଲା, ସିଏ ଏଠି ଗଡ଼ି ପଡ଼ିଲା ତ ମୋତେ ଇଚ୍ଛା ହେଲା ମୁଁ ଆଉ ଟିକେ ଶୋଇପଡ଼େ। ତ ମୁଁ ପୁଣି ଏଠି ଶୋଇକି ତା ସାଙ୍ଗରେ ଲାଗୁଥିଲି, ତାକୁ ଚିଡ଼ଉଥିଲି। ଦେଖନ୍ତୁ ଏଠି କେମିତି ମୁହଁ ବୁଲଉଛି। ସେ କଳା ଯାଇ ତା ଓଠରେ ଅଛି ତ ସେଥିପାଇଁ ପୁରା ଝିଅ ପିଲା ଭଳିଆ ହିଁ ଦେଖାହେଉଛି ସେ। ତାପରେ ଆମେ ସନ୍ଧ୍ୟାବେଳେ ଯାଇକି ନେଇ ଆସିଥିଲୁ ଚିକେନ୍ ପକୋଡ଼ା। ଆମେ ଆକ୍ଚୁଆଲି ଯାଇଥିଲୁ ସମୋସା ଖାଇବା ପାଇଁ, ବଟ୍ ସେ ଦୋକାନ ବନ୍ଦ ଥିଲା ତ ଆମେ ଏଠି ନେଇ ଆସିଥିଲୁ ଚିକେନ୍ ପକୋଡ଼ା। ଆଉ ଚିକେନ୍ ପକୋଡ଼ା ବହୁତ ହି ୟମ୍ ହେଇଥିଲା। ତ ତାପରେ ମୋ ଭାଇ ଏଠି ଚଷମା ଲଗେଇକି ଆସିଲା ପଢ଼ିବା ପାଇଁ। ମୁଁ ଏଠି ତାର ଭିଡ଼ିଓ ବନାଉଥିଲି, ସେ କହୁଥିଲା ବନ୍ଦ କର। ତ ସେ ଏଠି ପଢ଼ୁଥିଲା ତା ଏକ୍ଜାମ୍ ପାଇଁ, ନିଜେ ନିଜେ କେତେବେଳେ ବ୍ଲଗ୍ ବନେଇ ଦେଇଛି ମୁଁ ଦେଖିନି। ଆଉ ଚଷମା ଲଗେଇକି ପୁରା କାର୍ଟୁନ୍ ଭଳିଆ ଦେଖାହେଉଛି, ରାଇଟ୍ ଗାଇସ୍? ମୁଁ ଏଠି କାନ୍ଦୁଥିଲି କାରଣ ମୋ ନାକର ହୋଲ୍ଟା ବନ୍ଦ ହେଇଯାଇଛି ତ ମୁଁ ତାକୁ ଜବରଦସ୍ତି ଗୋଟେ କାଠି ପୁରଉଥିଲି ତ ବହୁତ ଦର୍ଜ ଲାଗୁଥିଲା। ସି ୟୁ ଗାଇସ୍ ଇନ୍ ନେକ୍ସଟ ମିନି ବ୍ଲଗ। ପ୍ଲିଜ୍ ଡୁ ସବସ୍କ୍ରାଇବ୍।